ସମ୍ବଲପୁରୀ ଭାଷାକେ ଭଲ୍ ପାଉଥିବାର୍ ମୋର୍ ଦାଦା ଭାଇ ବହେନ୍ ମାନଙ୍କୁ ମୋର୍ ଜୁହାର୍। ଆଜିର୍ କଥା ନି ଜଙ୍ଗଲର ପହେଲା କୁଆ। ଚାରିତରାକେ ପାହାଡ଼ ଜଙ୍ଗଲ ଘେରା ଗୁଟେ ଛୋଟ୍ ଗାଁ। ଗାଁର ସବୁ ଲୋକ୍ ଚାଷ୍ ବାସ୍ କରି ଚଲ୍ସନ୍। ଜଙ୍ଗଲନୁ ଫଲମୂଲ୍ ନୁରି ଘାଟି ଆନସନ୍। ସୁଖେ ଦୁଃଖେ ତାକର୍ ପରିବାର ଚଲୁଥିସି। ସେ ଗାଁର ମୁଖିଆ ହେଲା ଗଁଟିଆ ବୁଢ଼ା। ମୁଡ଼ର ବାଏଲ୍ ସବୁ ପାଚି ଆସଲାନ। ବୁଢ଼ୀ ଘରେ ରନ୍ଧାବଢ଼ା କରସି। ବୁଢ଼ା ବାଡ଼ିଟେ ଧରି ଠୁକ୍ ଚାଷ୍ ବାସ୍ କ୍ଷେତ୍ ଖଲା ଦେଖଉଥିସି। ତାର୍ ଜୁଆନ୍ ଜୁଆନ୍ 3ଟା ପିଲା। ସଭେ କ୍ଷେତେ ଚାଷ୍ କାମ୍ କରସନ୍। କେନ୍ କ୍ଷେତେ କାଏଁ ଧାନ୍ ବୁନବେ, କେନ୍ ପାଗେ କାଏଁ ଚାଷ୍ କରବେ, ବୁଢ଼ା ହିଡ଼ ଉପରେ ବସି ତାର୍ ପିଲାମାନକେ ସବୁ ବତଉଥିସି। ତାର୍ ପିଲାମାନେ ବି ତାର୍ ବାପା ଜାଣା କହେଲେ ମାନୁଥିସନ୍। ଦିନକର୍ କଥା, ବୁଢ଼ା କ୍ଷେତନୁ ଫିରଲା। ସଞ୍ଜବେଲିଆ ଥୁର୍ ଜର୍ ହେଲା। ପିଲାମାନେ କେତେ ଗୁନିଆ ବଇତ୍ କଲେ, ହେଲେ ଜମଜରଟା ମୁଟେ ନାଇଁ ଛାଡ଼ଲା। ଦିନେ ବୁଢ଼ା ତାର୍ 3 ପିଲାକେ ପାସ୍କେ ଡାକଲା ଆର୍ କହେଲା, ବାବୁମାନେ ମୁଇଁ ଆରୁ ନାଇଁ ବଞ୍ଚେନ। ତୁମେ ବି ସବୁ ଜୁଆନ୍ ହେଲନ। କଲି ଝଗଡ଼ା ନାଇଁ ଲାଗବ। ଭିରିମିଶି ଚଲବ। ତୋର୍ ମାକେ ଆଖେକ୍ ଦେଖବ। ତୋର୍ ମାର୍କେ ମାନି ଗୁନି ଚଲବ। ଏତ୍କି ସପି ସାରି ଦେଇ ବୁଢ଼ା ମରି ଯାଏସି। ମା ପିଲା କରି ରଢ଼ି ବୁବାଲି କାନ୍ଦସନ୍। ଗଉଟିଆ ବୁଢ଼ା ମରିଗଲା କହି ଗାଁ ସାରା କାନ୍ଦି ପକାସନ୍। ମଢ଼ା ବେଟି 10-11 କରସନ୍। ତାର୍ ପରେ କିଛି ଦିନ୍ ଗଲା ଉତାରୁ ଆଷାଢ଼ ଶ୍ରାବଣ ଆଏଲା। ପିଲାମାନେ ଭିରିମିଶି ଧାନ୍ ବୁନା ରୁପା କରସନ୍। ଲୁଟା ବୁଟା ବେଟି ଖତ୍ ସାର୍ ଦେଇ ଯତନ୍ କରସନ୍। ତାକର୍ ପରିଶ୍ରମର ବଲେ ଏଥର ଧାନ୍ କ୍ଷେତେ ଲଦି ହେଇଛେ। ପୁଡ଼େ ଜାଗାନ 2 ପୁଡ଼ା ହେବା। ବୁଢ଼ୀ ବି ଇଟା ଦେଖି ସର୍ଦ୍ଦା ହେଉଥିସି। ଦିନେ ବୁଢ଼ୀ ତାର୍ ପିଲାମାନକେ ଡାକି କହେସି, ବାବୁମାନେ ଚାଷ୍ ବାସ୍ ତ ଭଲ୍ ହେଇଛେ। ତୋର୍ ବାପା ଗଲା ଦିନୁ ଘରେ ଆଇଁଷ୍ ବିଷର୍ ଟିକେ ନାଇଁ ହେବାର୍। ତୋର୍ ବାପା ଥିଲାବେଲେ ଜଙ୍ଗଲୁ କେତେ ହରିଣ କୁଟ୍ରା ମାରି ଆନୁଥିଲେ। ଏବେ ତ ସେ କଥା ନାଇଁ। ଶାଗ୍ ଡାଲ୍ ହେଲେ କେତେ ଖାଏମା, ଚିଠା ରିଠା ଲାଗଲାନ। ତାର୍ ମାର୍ କଥା ଶୁନି 3 ଭାଇ ଧନୁ ଧରି ଶିକାର୍ ଲାଗି ଜଙ୍ଗଲକେ ବାହାରିଲେ। ଜଙ୍ଗଲ ସାରା ବୁଲି ବୁଲି ସମରଟେ ଦେଖଲେ। 3 ଭାଇ ସର୍ ମାରଲେ। 2ଟା ସର୍ ବାଜଲା। ସମର ରଢ଼ି କରି ନର୍ଦି ପଲାଲା। ଜଙ୍ଗଲେ କେନ୍ ଭିତରେ ଲୁକି ଦେଲା ଯେ 3 ଭାଇ ଖୁଜି ଖୁଜି ଅତା ପତା ନାଇଁ ପାଏ। ବେଲ୍ ଆସି ମୁଡ଼୍ ଉପରେ। 3 ଭାଇ ହାଲିଆ ହେଇକରି ଭୁକର୍ ମାଡ଼େ ମନ୍ ଦୁଃଖେ ଘରକେ ଫେରୁଥନ୍। ଇ ସମିଆଥି ବାଟେ ଠେକୁଆଟେ ଦେଖଲେ। ଦେଖତେ ଦେଖତେ ତାର୍ ବଡ଼ ଦଦା ସରଟେ ବିନ୍ଧି ଦେଲା। ଠେକୁଆ ଚିତ୍ ହେଇ ମରି ପଡ଼ଲା। ଇମାନେ ତ ଭୁକେ ହେଉଥନ୍। ଝାଟି କୁଟି ଆନି ଠେକୁଆକେ ପୁଡ଼ାଲେ। ଅଧେ ଶିକାର୍ 3 ଭାଇ ଖାଏଲେ। ଆର୍ ଅଧେକେ ସାବୁନ୍ ପତ୍ରେ ଚିପ୍ଟିଟେ ବନେଇ ବାନ୍ଧଲେ ତାକର୍ ମାର୍ ଲାଗି। ଆର୍ ଚାଲ୍ଲେ। ଖଣେ ଦୂର୍ ଯାଇଚନ୍ କି ତାର୍ ସାନ୍ ଭାଇ କହେଲା, ଦାଦା ଆମେ ଠେକୁଆ ପୁଡ଼ାଲୁ। ଜୁଏଟା ତ ନେଇ ଲିଭେଇ। ନେଇ ଲିଭାଲେ ଜଙ୍ଗଲ ସାରା ପୁଡ଼ି ଯିବା। ତାର୍ ପରେ 3 ଭାଇ ଆଞ୍ଜଲାନ ପାଏନ୍ ନେଇ ନେଇ ସେ ଜୁଏକେ ଲିଭାଲେ। ଟିକେ ଗଲାକେ ଜୁଏ ଲିଭି ଗଲା। ସେ ଭିତରୁ ଅଙ୍ଗରା କେତେ ଫଡ଼ା ଆର୍ ଦରପୁଡ଼ା ପୁଡ଼ା ଉମଲିଟେ ବାହାରିଲା। ନିଆଁ ଟିକେ ଟିକେ ଥାଏ। ସେମାନେ ଆର୍ ଉଞ୍ଜଲେ ପାଏନ୍ ଯେନ୍ତା ଦେଲେ ସେ ଭିତରୁ କାଲିଆ ମିଟମିଟା ଚଢ଼େଇଟେ ବାହାରିଲା। ଚଢ଼େଇକେ ଦେଖି 3 ଭାଇ କାମ୍ବିଭୂତ ହେଇଗଲେ ଆର୍ କହେଲେ, ଏ କଲା ଚଢ଼େଇ, ତୁଇ ଆମକୁ ନାଇଁ ଡର୍। ଆମେ ତତେ କିଛି ନାଇଁ କରୁଁ। ତୁଇ ଆମର୍ ପିଲା ଏନ୍ତା ରହେବୁ। ମଝିଆ ଭାଇ କହିସି, ଏ ଚଢ଼େଇ ପିଲା, ଆଜିର୍ନୁ ମୁଇଁ ତତେ
କେତେଟା କାମ ଦେଉଛେଁ କରବୁ। ଆଜିର୍ନୁ ସକାଳ ହେଲେ କା କା କରି କାନ୍ଦବୁ। ତୋର ଶବଦ ଶୁନି ସଭେ ଭାବବେ ଶୁଇଥିଲା ଲୋକ ସକାଳ ହେଲାନ ବୋଲି ଉଠି ପଡ଼ବେ। ଯାର କାମେ ଧାମେ ସେ ଲାଗବେ। ସାନ ଭାଇ କହିସି, ଏ ଚଢ଼େଇ ଆଜିର୍ନୁ ତୋର ନା କୁଆ, ଚତୁର କୁଆ। ତୁଇ ସବକର୍ନୁ ବହୁତ ଚାଲାକ ହେବୁ, ବହୁତ ଦିନ ବଞ୍ଚବୁ। ଆମେ ଶିକାର କରି ଯିମା, ତୁଇ ଆମର ସାଙ୍ଗେ ଯିବୁ, ଆମକୁ ସାହାଯ୍ୟ କରବୁ। ଆମେ ଶିକାର କରି ସାରି ତତେ ଖାଇବାର ଲାଗି ଦେମୁ। କୁଆ ସବୁ କଥା ଶୁନି ଆଉ ଟିକେ ଦୂରକେ ଉଡ଼ି ଯାଇସି। ଆର୍ ଖଣେ ଦୂର ଯାଇ କା 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 ସମରଟେ ପଡ଼ିଚେ ଆ ଆ ଆ କହିସି। କୁଆର ଡାକବାର ଅନୁସାରେ ତିନ ଭାଇ ଯାଏସନ୍। ସତକେ ସତ ଦେଖସନ୍ ଯେ ସମରଟେ ମରି ପଡ଼ିଚେ। ସେମାନଙ୍କର ଖୁସି କିଏ ଦେଖେ। ସମରକେ ଖନ୍ଦେ ବୁଇଁ ଘର ଆଡ଼େ ଚାଲଲେ। ତାକର ପଛେ ପଛେ କୁଆ ବି ଉଡ଼ି ଉଡ଼ି ଯାଇସି। ବୁଢ଼ୀ ସମର ଶିକାର ଦେଖି କେତେ ଖୁସି ହେସି। ସାଙ୍ଗେ ସାଙ୍ଗେ ରନ୍ଧା ବଢ଼ା କରସି। ତିନଟା ପିଲାକେ ଖାଇବାକେ ବାଢ଼ସି। କୁଆକେ ବି ଖଲିରେ ଶିକାର ଭାତ ଦେସି। ନିଜେ ବାଢ଼ି କରି ଖାଇସି। ସେଦିନୁ ସେ କୁଆ ତାକର ସାଙ୍ଗେ ସାଙ୍ଗେ ରହିସି। ଘର ପାଖର ଗଛେ ଗୁଡ଼ାଟେ କରସି। ଆରୁ ରହୁଥିସି। ସକାଳ ପାଇଲେ କା 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 କରସି। ତାର ଡାକ ଶୁନି ସଭେ ଉଠସନ୍, କାମେ କବାରେ ଲାଗସନ୍। ଆର୍ କିଏ କିଏ କାଉ ଡାକବାର ଦେଖି ଚାଉଳ ମୁଠେ କି ଖୁଦ ମୁଠେ ଆନି ଖାଇବାକେ ଦେସନ୍। ଆର୍ କହେସନ୍, ଏ କୁଆ ଆ ଆ ଖୁଦ ମୁଠେ ଖାଇ ଉଡ଼ି ଯା।